ଆଜିର ଓଡ଼ିଆ ବ୍ୟାକରଣର ପ୍ରଶ୍ନଟି ରହିଛି କ୍ରିୟାଜ ବା କ୍ରିୟାଜାତ ବିଶେଷଣ ଆମେ କାହାକୁ କହିବା? ଉତ୍ତରଟି ହେଉଛି କ'ଣ? ନା କ୍ରିୟାରୁ ଜାତ ବା କ୍ରିୟାରୁ ଗଠିତ ପଦ ଯଦି ବିଶେଷ ପଦର ଗୁଣ ବା ଅବସ୍ଥାକୁ ଯଦି ବିଶେଷିତ କରୁଥିଲେ ତାକୁ କ'ଣ କହିବା? କ୍ରିୟାବାଚକ ବିଶେଷଣ ବା କ୍ରିୟାଜାତ ବିଶେଷଣ ବୋଲି କହିବା। ଯେମିତି ଉଦାହରଣ କ'ଣ ଅଛି? ଗରଜିଲା ମେଘ ବରଷେ ନାହିଁ। ଯେଠି ଗରଜିଲା ଉପରେ ଗାର ଅଛି। ଗରଜିଲାଟା କ'ଣ? କ୍ରିୟାରୁ ତିଆରି ଯେମିତି ଗରଜର ଗରଜିଲା। ସିଏ କ'ଣ କରୁଛି? ମେଘକୁ କ'ଣ କରୁଛି? ବିଶେଷିତ କରୁଛି। ଆମର ମେଘଟା ହେଉଛି କ'ଣ? ବିଶେଷ୍ୟ। ତାକୁ ବିଶେଷିତ କରୁଛି। ସେକେଣ୍ଡରେ କ'ଣ ଅଛି? ଗୋପାଳ ଚଳନ୍ତା ଗାଡ଼ିରୁ ଖସି ପଡ଼ିଲା। ଚଳନ୍ତା କ'ଣ? ଚାଲିବାରୁ ଚଳନ୍ତା ହେଇଛି। ସେ କ'ଣ କରୁଛି? ଗାଡ଼ିକୁ ବିଶେଷିତ କରୁଛି। ସେମିତି ଖାଇଲା ପୁଅ ରଙ୍କ। ଖାଇବାରୁ କ'ଣ? ଖାଇଲା। ସେ ଖାଇଲା କାହାକୁ? ପୁଅକୁ ବିଶେଷିତ କରୁଛି। ତେଣୁ ଯଦି ଆମେ କ'ଣ କରୁଥିବ ନା ଆମର ଯଦି ଗୋଟେ କ୍ରିୟାରୁ ଗଠିତ ପଦ ଯଦି ବିଶେଷକୁ ବିଶେଷିତ କରୁଥିବ ତାକୁ କ'ଣ କହିବା? କ୍ରିୟାଜ ବା କ୍ରିୟାଜାତ ବିଶେଷଣ କହିବା। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବେ। ପ୍ରତିଦିନ ଏଭଳି ଓଡ଼ିଆ ବ୍ୟାକରଣରେ ପାଇବା ପାଇଁ ସବସ୍କ୍ରାଇବ୍ କରିଦେବେ ଏବଂ ବେଲ୍ ଆଇକନଟି ଅଲରେ ସେଟ୍ କରିଦେବେ।